गोटिए भल मनीष केबे भी स्वार्थपर होई न थाए। से केवल ସେହି ଲୋକମାନଙ୍କଠାରୁ ଦୂରେଇ ଯାଇଥାଏ ଯେଉଁମାନେ ତାର ସମ୍ମାନ ହିଁ କରନ୍ତି ନାହିଁ। ଯେଉଁ ମଣିଷ କାନ୍ଦି କାନ୍ଦି ରାଗରେ ସବୁକିଛି କହିଦେଇଥାଏ, ବିଶ୍ୱାସ କର ସିଏ ହିଁ ପ୍ରକୃତରେ ସଚ୍ଚୋଟ ହୋଇଥାଏ। କାହିଁକି ନା ରାଗ ଆଉ ଲୁହ ମଣିଷକୁ ସତ କହିବାକୁ ବାଧ୍ୟ କରିଥାଏ। କାହା ପାଖରୁ କେବେ ବି ଅଧିକ ଆଶା ରଖିବ ନାହିଁ, କାହିଁକି ନା ଯେତେ ଆଶା ଆପଣ ରଖିବେ ସେତେ ଘା ଗଭୀର ହେବାକୁ ଲାଗିବ। କାଚ ଆଉ ସମ୍ପର୍କ ଏଇ ଦୁଇଟି ଯାକ ଭାରି ନରମ ଜିନିଷ, କିନ୍ତୁ ଦୁଇ ଜଣଙ୍କ ଭିତରେ ଫରକ ଖାଲି ଏହା ଯେ କାଚ ଭୁଲ ଯୋଗୁଁ ଭାଙ୍ଗି ଯାଇଥାଏ ଆଉ ସମ୍ପର୍କ ଭୁଲ ବୁଝାମଣା ଯୋଗୁଁ। ଯେଉଁଠି ଭୁଲ ନାହିଁ ସେଇ ଜାଗାରେ ନଇଁବେ ନାହିଁ, ଆଉ ଯେଉଁଠି ସମ୍ମାନ ନାହିଁ ସେଇ ଜାଗାରେ କେବେ ରହିବେ ନାହିଁ। ଜୀବନରେ ଏକୁଟିଆ ଚାଲିବା ଶିଖ, କାହିଁକି ନା ସାହାରା ଯେତେ ବି ସଚ୍ଚୋଟ ହେଉନା କାହିଁକି ଦିନେ ନା ଦିନେ ସାଥ ଛାଡ଼ି ଦେଇଥାଏ। ଅପେକ୍ଷା କରିଥିବା ଲୋକଙ୍କୁ ଜୀବନରେ ସେତିକି ମିଳିଥାଏ ଯେତିକି ଚେଷ୍ଟା କରିବା ଲୋକ ଛାଡ଼ି ଦେଇଥାଏ। ଯେବେ ଆପଣ ନିଜକୁ ଖୋଜିଥାନ୍ତି ସେତେବେଳେ ଏଇ ଦୁନିଆ ଆପଣଙ୍କୁ ଖୋଜିଥାଏ। ଜୀବନରେ ବଞ୍ଚିବାର ଖାଲି ଗୋଟିଏ ନିୟମ ରଖ, ଯିଏ ତୁମକୁ ବୁଝୁନାହିଁ ତାକୁ ଅଣଦେଖା କରିବା ଶିଖ। କେହି ଜଣେ ସତ ହିଁ କହିଛନ୍ତି କି ସେଇ ମଣିଷ କେବେ ବି ଆପଣଙ୍କର ମୂଲ୍ୟକୁ ବୁଝିପାରିବ ନାହିଁ ଯାହାର ପାଖେ ପାଖେ ଆପଣ ସବୁବେଳେ ରହିଥାନ୍ତି। ଏକୁଟିଆ ଲଢ଼ିବାକୁ ପଡ଼ିଥାଏ ଏଇ ଜୀବନର ଯୁଦ୍ଧ। ସମସ୍ତେ ଏଠି କେବଳ କହିଥାନ୍ତି, କିନ୍ତୁ କେହି କେବେ ବି ଶୁଣି ନଥାନ୍ତି। ଯିଏ ଆପଣଙ୍କ ରାଗକୁ ସହିକି ବି ଆପଣଙ୍କ ସାଥ ଦେଇଥାଏ, ତାଠାରୁ ଅଧିକ ଭଲ ପାଇବା ଆପଣଙ୍କୁ ଆଉ କେଉଁଠୁ ମିଳିବ ନାହିଁ। ଜୀବନରେ କିଛି ଏମିତି କାମ କର ଯେମିତି ତୁମ ମାତା ପିତା ଭଗବାନଙ୍କ ପାଖରେ ଏହା ପ୍ରାର୍ଥନା କରିବେ, ସବୁ ଜନ୍ମରେ ଆମକୁ ଏପରି ସନ୍ତାନ ପ୍ରାପ୍ତ ହେଉ। କେବେ ବି କାହା ମନରେ କଷ୍ଟ ଦେବ ନାହିଁ, କାହିଁକି ନା ଆପଣଙ୍କ ପାଖରେ ବି ଏକ ମନ ଅଛି। ଯେଉଁଦିନ ଆପଣ ଏହା ଚିନ୍ତା କରିବା ଛାଡ଼ିଦେବେ କି ଲୋକ ମୋ ବିଷୟରେ କ'ଣ ଚିନ୍ତା କରିବେ, ତେବେ ଏହି କଥା ବୁଝିଯାଅ କି ସେଇଦିନଠାରୁ ଆପଣ ଜୀବନର ଆନନ୍ଦ ନେବା ଆରମ୍ଭ କରିଦେଲ। ଆଶାକୁ ବଞ୍ଚେଇକି ରଖ। ଆଜି ହସୁଥିବା ଲୋକ କାଲି ତାଳି ବଜାଇବେ। କିଏ କେବେ କାହାର ଆଉ କେତେ ଆପଣାର ଏହା ଖାଲି ସମୟ ହିଁ କହିଥାଏ। ଯିଏ ନିଜକୁ ବଦଳାଇଥାଏ ସିଏ ହିଁ ଆଗକୁ ହିଁ ବଢ଼ିପାରିଥାଏ। ଯେଉଁ ଲୋକ ଅନ୍ୟର ଚେହେରାରେ ହସ ଦେଖିବାକୁ ଚାହିଁଥାଏ, ଉପରବାଲା ତା ହସକୁ କେବେ ଛଡ଼େଇ ନେଇ ନଥାଏ। ଯଦି କେହି ଆପଣଙ୍କ ଉପରେ କିଛି ଆଶା ରଖିଛି, ତେବେ ଏହା ତାର ପରିସ୍ଥିତି ନୁହେଁ, ଆପଣଙ୍କ ପ୍ରତି ରଖିଥିବା ଅତୁଟ ବିଶ୍ୱାସ ଅଟେ। ଗୋଟିଏ ଘରେ ଏକା ସାଥିରେ ରହିବାକୁ ପରିବାର କୁହାଯାଏ ନାହିଁ, ବରଂ ଜଣେ ଅନ୍ୟ ଜଣଙ୍କୁ ବୁଝିବା, ଜଣେ ଅନ୍ୟ ଜଣଙ୍କର ସାଥ ଦେବା, ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବାକୁ ହିଁ ପରିବାର କୁହାଯାଏ। କାହାର ଏତେ ବି ଯତ୍ନ ନିଅ ନାହିଁ ଯେମିତି ସିଏ ଆପଣଙ୍କୁ ଅଣଦେଖା କରିବାକୁ ଲାଗିବ। କାହାକୁ ଦେବା ପାଇଁ ସବୁଠୁ ଭଲ ଉପହାର ହେଉଛି ତାଙ୍କ ଭାବନାକୁ ବୁଝ ଆଉ ତାଙ୍କର ସମ୍ମାନ କର। ଭଗବାନଙ୍କୁ ଯେବେ ବି ମାଗୁଛ ତ ଭଗବାନଙ୍କୁ ହିଁ ମାଗ, କାହିଁକି ନା ଯେବେ ଭଗବାନ ତୁମର ହେବେ ତେବେ ସବୁକିଛି ତୁମର ହିଁ ହେବ। ସମ୍ପର୍କ ସମସ୍ତଙ୍କ ସହ ରଖ, କିନ୍ତୁ ଆଶା କାହା ଉପରେ ବି ରଖ ନାହିଁ। ଅଧିକାଂଶ ମିଛ ଲୋକଙ୍କ କଥା ହିଁ ଆମକୁ ମିଠା ଲାଗିଥାଏ, ଆଉ ସଚ୍ଚୋଟ ଲୋକଙ୍କ କଥା କଟୁ ଲାଗିଥାଏ। କଥା ସଂସ୍କାର ଆଉ ଅଭ୍ୟାସର ହୋଇଥାଏ, ନହେଲେ ଯିଏ ଶୁଣିପାରେ ସିଏ ବି ଶୁଣେଇ ପାରେ। ସମ୍ପର୍କ କେବେ ବି ଆପେ ଆପେ ଭାଙ୍ଗି ନଥାଏ। ଭୁଲ ବୁଝାମଣା ଆଉ ଅହଙ୍କାର ଯୋଗୁଁ ସମ୍ପର୍କ ଭାଙ୍ଗି ଯାଇଥାଏ। କିଛି ଫରକ ପଡ଼େ ନାହିଁ ଲୋକ ଆପଣଙ୍କ ବିଷୟରେ କ'ଣ ଚିନ୍ତା କରୁଛନ୍ତି। ଫରକ ଖାଲି ଏହି କଥା ଉପରେ ପଡ଼ିଥାଏ କି ଆପଣ ନିଜେ ନିଜ ବିଷୟରେ କ'ଣ ଚିନ୍ତା କରୁଛନ୍ତି। ହାରିବା ଏକ ଶିକ୍ଷା ଅଟେ, ଯାହା ନିଜକୁ ବଦଳାଇବାକୁ ଗୋଟେ ସୁଯୋଗ ଦେଇଥାଏ। ସଙ୍କଟ ସମୟରେ ଧୈର୍ଯ୍ୟ ରଖିବାର ମାନେ ଜାଣ ତୁମେ ଜୀବନର ଅଧା ଯୁଦ୍ଧ ଜିତିଗଲ। ଚିନ୍ତାରୁ କେବଳ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ସମାଧାନ ଖୋଜିବାକୁ ଚାହୁଁଛ ତେବେ ହସିବା ଶିଖ। ନିଜକୁ ଏତେ ଯୋଗ୍ୟ କରିଦିଅ କି ଯାହା ପାଇଁ ତୁମେ କଷ୍ଟ ପାଇଛ ଯେମିତି ସିଏ ତୁମକୁ ଦେଖିବା ପାଇଁ ପାଗଳ ହେବ। ଜୀବନରେ ଯେତେ ଶାନ୍ତ ରହିବ
ନିଜକୁ ସେତେ ମଜବୁତ ପାଇବ। କାହିଁକି ନା ଲୁହା ଥଣ୍ଡା ଥିବା ଅବସ୍ଥାରେ ହିଁ ମଜବୁତ ହୋଇଥାଏ। ଗରମ ହେବା ପରେ ତ ତାକୁ ଯେକୌଣସି ଆକାରରେ ରୂପ ଦିଆଯାଇଥାଏ। ଦୁଃଖରେ ଭଗବାନଙ୍କୁ ମନେ ପକାଇବାର ଅଧିକାର କେବଳ ତାଙ୍କର ଅଛି ଯିଏ ସୁଖରେ ତାଙ୍କୁ ଧନ୍ୟବାଦ ଜଣାଇଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।